ଆପଣ ଦେଖନ୍ତୁ ମୁଁ ତ ରିଟାୟାର୍ଡ କରିସାରିଣି ଜଣେ ଅବସରପ୍ରାପ୍ତ କର୍ମଚାରୀ। ଆମେ ଯେତେବେଳେ ପରିବାର ଆସୁଛୁ ବର୍ତ୍ତମାନ ଆଖିରୁ ଲୁହ ବାହାରୁଛି। ତାର କାରଣ ହେଲା ଆପଣ ପୋଟଳର ଦର ହଉ, ବାଇଗଣର ଦର ହଉ, ଆଳୁ ଯେଉଁଗୁଡ଼ା ଅତ୍ୟାବଶ୍ୟକ ଜିନିଷ ଆପଣ ଦେଖନ୍ତୁ ବାଇଗଣ ପିଆଜ ମାନେ ଆଶାତୀତ ଭାବରେ ତାର ଦର ବର୍ତ୍ତମାନ ବୃଦ୍ଧି ହେଇଛି। ଏଗୁଡ଼ା ଗୋଟେ ମଧ୍ୟବିତ୍ତ ପରିବାର ପାଇଁ ଏବଂ ଯିଏକି ନିମ୍ନବିତ୍ତ ପରିବାର ଚଳିବା ବହୁତ କଷ୍ଟ। ଆପଣ ଦେଖନ୍ତୁ ମୁଁ ନିଜକୁ ପ୍ରଶ୍ନ କରୁଛି, ମୁଁ ମାଛ, ମାଂସ, ଶୁଖୁଆ କିମ୍ବା ଚିଙ୍ଗୁଡ଼ି କୌଣସି ଜିନିଷ ଖାଉନାହିଁ। ମୁଁ ପରିବା ଉପରେ ନିର୍ଭର କରୁଛି। ଛତୁ ବି ଖାଉନି, ତା ରେଟ୍ ବି ଏତେ ଅଧିକା ହେଲା। ତେଣୁ ଆମର ଯେଉଁଗୁଡ଼ା ନିମ୍ନବିତ୍ତ, ମଧ୍ୟବିତ୍ତ ଏବଂ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରୁଛି, କେଉଁଟା ଦରକାର ହେଉଛି ଆଳୁ ଏବଂ ପିଆଜ। ଆଳୁ ପିଆଜ ଦର ଆକାଶ ଛୁଆଁ ବର୍ତ୍ତମାନ ହେଇଛି। ତାକୁ ଯଦି ନ କମାଯାଏ, ସରକାର ଉପରେ ପ୍ରଭାବ ନ କରାଯାଏ, ତାହେଲେ ଲୋକମାନେ ବହୁତ ସଫରରେ ଆଜ୍ଞା ହେବେ। ଝୁଡ଼ଙ୍ଗ ଗୋଟେ ପରିବା ଯାହାକୁ କେହି ପଚାରନ୍ତିନି, ସିଏ ବର୍ତ୍ତମାନ 100 କେତେ ଉପରେ ରେଟ୍, 120 ଉପରେ ରେଟ୍। ପୋଟଳ ଗୋଟେ ପ୍ରକାର ରେଟ୍ ଅଛି 50 ଟଙ୍କା ଅଛି, ନହେଲେ ଅନ୍ୟ ସବୁ ପରିବା ଗୁଡ଼ା ବର୍ତ୍ତମାନ ଆକାଶ ଛୁଆଁ। ଏ ଆଳୁ, ପିଆଜ, ଲଙ୍କା, ପନିପରିବା ତ ସବୁଜ ପରିବା ସବୁ ଆକାଶ ଛୁଆଁ ପଇସା ଆଉ ନିହାତି ବାଧୁଛି। ଯୋଉଠି ଅଧିକ ଯାଉଥିଲା ସେଠି କମ ଯାଉଛି ଆଉ ନିଶ୍ଚିତ କଷ୍ଟ ଲାଗିବ। ଅଧିକ ପଇସା ହେଇଛି ଆଉ କମ ହବ। 30 ଟଙ୍କା ବାଇଗଣ କେଜି ଥିଲା, ଏଇନୁ 80 ଟଙ୍କା ଲାଗି କେଜି ଜାଗାରେ ଅଧ କେଜି କିଣିବାକୁ ପଡିବ। ସବୁ ଅଧିକ ପଇସା। ସେଇଟା ମୁଁ ବଜାର ମାର୍କେଟ ଉପରେ ଯାହା ଯିବ। ବର୍ଷା ହଉନି, ଚାଷ କମୁଛି, ବାହାର ରାଜ୍ୟରୁ ଆସିଲାରୁ ପଡୁଛି, ଆମର ଟ୍ରାନ୍ସପୋର୍ଟେସନ ଅଧିକ ପଡୁଛି, ସେଥିଲାଗି ବଢୁଛି। ନିଶ୍ଚିତ ସାଧାରଣ ଲୋକ ହଇରାଣ ହେବେ। ବାଇଗଣ କିଲୋ ଅଛି 60 ଟଙ୍କା, ଆଉ ଟମାଟର 80 ଟଙ୍କା, ପୋଟଳ 40 ଟଙ୍କା, ଜହ୍ନି 50 ଟଙ୍କା, ଆଉ ବୋଦି କିଲୋ 80 ଟଙ୍କା, ଜହ୍ନି 50, ଛୁଇଁ 60 ଟଙ୍କା କିଲୋ, ଆଉ କଲରା 80 ଟଙ୍କା, ଭଣ୍ଡା 25 ଟଙ୍କା, ସାରୁ 40 ଟଙ୍କା। ଏ ମାଲ ଟିକେ ସର୍ଟ ହଉଛି, ଖରା ଦିନ ଏନୁ ମାଲ ହଉନି, ଫଳ ଯାହା ହଉଛି ସେଇ ଅନୁଯାୟୀ ରେଟ୍ ବଜାରକୁ ନେଇକି ବିକ୍ରି ହଉଛି। ବଜାରକୁ ମାଲ କମ ଆଇଲେ ବିକ୍ରି, ମାଲ ଅଧିକା ଆଇଲେ ଏନୁ ଖରା ସକାଶେ ପୋଟଳଟା ବି ଫଳୁଛି ଅଧିକା, ପୋଟଳଟା ଟିକେ ରେଟ୍ କମ ଅଛି। ଆଉ ଅନ୍ୟ ଜିନିଷର ଫଳ ଏମିତି ଆସୁନି ଖରା ସକାଶେ, ଯାହାହେଲେ ଟିକେ କମିବ ନା। ଆଉ ଆପଣ 20 ଟଙ୍କା ହେଲେ ଯେମିତି କିଲେ ପୁରେଇ ଦେବେ, ଏମିତି ଯଦି ସେଇଟା ହବ 40-50 ଟଙ୍କା, ଯାହାହେଲେ ଅଧ କିଲୋ କି 250 ନେବେ ନା। ଆଉ ସେ ଜିନିଷ ସେଇଆ ରେଟ୍ ସେ ଯାହାହେଲେ ଟିକେ କମ ବିକ୍ରି ହବ ନା। ଆଉ ସେଇ ଅନୁଯାୟୀ ମାଲ କମ ଆଉଛି, ବିକ୍ରି ବି କମ ହଉଛି। ହଁ, ଦରଦାମ କମିବ ନା। ଆଉ ସେ ବଢେ, ଅପଡାଉନ ହୁଏ। ପରିବା ମାର୍କେଟ ଏମିତି କିଛି ସ୍ଥାର ହେଇକି ରୁହେନି। ଧର ଆଜି ବଢିଛି, ଆଉ 4-5 ଦିନ ଯଦି ମାଲ ଆସିଲା ସେ ଫେଣି କମି ଯାଇପାରେ, ସେମିତି କିଛି କହିହବନି। ଯଦି ବର୍ଷା ହେଲା ବି ଛିଡି ଯାଇପାରେ, ଫେଣି ବି ବଢି ଯାଇପାରେ, ତାର କିଛି ନିର୍ଦ୍ଧାରିତ କରି କରିହବ। ହଁ, ପ୍ରଭାବ ପଡୁନି ଆଉ କଣ, ବିକ୍ରି ହଉଛି। ଖରାକୁ ଯେତିକି ଅଳ୍ପ ରଖିଲେ ବି ନଷ୍ଟ ହେଇଯାଉଛି, ସେ ବିକ୍ରି ନ ହଉଛି। ଲୋକ ଧର କମ ନେଲାଠୁ ତମର ଯାହା ରହିଲା ସିଏ ବି ନଷ୍ଟ। ଖରାକୁ ଗୋଟାଏ ଦିନ ବି ରହୁନି, ସଡି ଛାଡି ଯାଉଛି। ହଁ, ଆଳୁଟା ବଢିଗଲା, ଲୋକଙ୍କୁ କଷ୍ଟ ହଉଛି। ସେ ଆଳୁଟା କଣ ଆମଦାନୀ କମ ଅଛି, କମ ଆଳୁ ତ ଷ୍ଟୋରରେ ରହୁଛି, କଣ ହଉଛି ଆଳୁ ତ ବଢୁଛି। ଆମେ କହିପାରିବା କେମିତି? ଏଇଟା ଆମେ ତ କହିପାରିବାନି। ବଢୁଛି ଫେଣି କମିପାରେ କି କଣ ହେଇପାରେ, ସେଇଟା କହି ହଉନି। କିନ୍ତୁ ଏଇନୁ ରେଟ୍ ବଢୁଛି, ଦିନକୁ ଦିନ ବରଂ ବଢୁଛି, କମୁନି।